କହିବି ମୁଁ କିଛି ବି କହିପାରୁନି, ମୋ କଣ୍ଠ ବାଷ୍ପରୁଦ୍ଧ ହେଇଯାଉଛି। ଅଜୟ ନାୟକଙ୍କ ସହିତ ମୋର ଦୀର୍ଘ 33 ବର୍ଷର ସମ୍ପର୍କ, ପାରିବାରିକ ସମ୍ପର୍କ। ଆମେ 2 ଜଣ ଯାକ ଗୋଟେ କ୍ଲାସରେ ପଢୁଥିଲୁ, ସହଯୋଗୀ ଥିଲୁ। ସେ ମୋ ସହପାଠୀ ଥିଲେ, ମୋ ବନ୍ଧୁ ଥିଲେ, ମୋ ମାର୍ଗଦର୍ଶକ ବି ଥିଲେ ସେ। ଆମେ ଦୀର୍ଘ 17 ବର୍ଷ କାଳ ଦି ଗ୍ରେଟ୍ ଓଡ଼ିଶା ପଲିଟିକାଲ ସର୍କସ ମାଧ୍ୟମରେ ଓଡ଼ିଶା ଜନସାଧାରଣଙ୍କ ମନୋରଞ୍ଜନ କରି ଆସିଛୁ। ପ୍ରଥମ ସିଜନରେ ଚମ୍ପିଆନ ବି ହେଇଥିଲୁ ଏବଂ ବହୁତ ସଂଘର୍ଷ ବି କରିଛୁ। ଦୀର୍ଘ 17 ବର୍ଷ ଧରି ଓଡ଼ିଶା ଲୋକମାନଙ୍କୁ ଏଇ ପଲିଟିକାଲ ବ୍ୟଙ୍ଗ ଶୁଣେଇକି ଆମେ ବହୁତ ମନୋରଞ୍ଜନ କରି ଆସିଥିଲୁ। କିନ୍ତୁ ହଠାତ୍ ନିୟତିର ନିର୍ଦ୍ଦେଶ, କାଲି ସେ ଆମ ସମସ୍ତଙ୍କୁ ଠକି ଚାଲିଗଲେ। ହୃଦଘାତରେ ତାଙ୍କର ପରଲୋକ ହେଇଯାଇଛି। ଛୋଟ ଛୁଆଟିଏ ଅଛି, ଭାଇମାନେ ଅଛନ୍ତି। ତାଙ୍କ ପରିବାରକୁ ଶକ୍ତି ସାମର୍ଥ୍ୟ ମହାପ୍ରଭୁ ଜଗନ୍ନାଥ ଦିଅନ୍ତୁ। ସେ ଯୋଉଠି ଅଛନ୍ତି ଭଲରେ ଥାଆନ୍ତୁ, ତାଙ୍କ ସ୍ୱର୍ଗତ ଆତ୍ମାର ସଦ୍ଗତି ହଉ, ମୁଁ କେବଳ ଏତିକି କାମନା କରୁଛି। ଏମିତି ଆମେ ଦେଖୁ ଯାହାକି ଆପଣଙ୍କ ଯିଏକି ଯୋଡି ଥିଲେ ସେ ଆଉ ସେମିତି ଗୋଟେ ଯୋଡି ପାଇବେ ବୋଲି ଆଶା କରୁଛନ୍ତି? ବହୁତ କଷ୍ଟ ମିଳିବା ବିରଳ। ତାଙ୍କ ସହିତ ମୋର କେମିଷ୍ଟ୍ରି ଯୋଉଭଳି ଭାବରେ ଜମିଥିଲା, ଓଡ଼ିଶା ଲୋକ ଯୋଉଭଳି ଭାବରେ ଗ୍ରହଣ କରିଥିଲେ, ଓଡ଼ିଶା ଲୋକଙ୍କ ଦ୍ୱାରା ଆମେ ଯୋଉଭଳି ଭାବରେ ଆଦୃତ ହେଇଥିଲୁ, ଲୋକପ୍ରିୟ ହେଇଥିଲୁ, ଆଉ ସେମିତି ସବା ସମ୍ଭବ ନୁହଁ। 15 ବର୍ଷର ଯାତ୍ରା ପଲିଟିକାଲ ସର୍କସ ସହିତ ଅଜୟ ନାୟକ ଭଳିଆ ଗୋଟେ କଣ୍ଟେଣ୍ଟ କ୍ରିଏଟର ମିଳିବନି ଆମକୁ। ଆମେ ଯେତେବେଳେ ସର୍କସ ଆରମ୍ଭ ହଉ, ମେକଅପ୍ ନଉ, ସର୍କସ ସରିଲା ପରେ ମେକଅପ୍ ପୋଛିକି ଆମେ ଘରକୁ ଯାଉ। କିନ୍ତୁ ସବୁଦିନ ପାଇଁ ସେ ସଂସାରରୁ ମେକଅପ୍ ପୋଛିକି ଅଜୟ ନାୟକ ଚାଲି ଯାଇଛନ୍ତି। ଦୁଃଖର ବିଷୟ, ଏଭଳିଆ ଗୋଟେ ପ୍ରତିଭା ଆଉ ବୋଧେ ଓଡ଼ିଶା ମାଟିରେ ପାଇବୁନି ଆମେ। କାରଣ ପ୍ରତି ମୋମେଣ୍ଟରେ ଯୋଉ ଛୋଟ ଛୋଟ ଶବ୍ଦକୁ ନେଇ ଖେଳିବାରେ ତା ପାଖରେ ଯୋଉ ଦକ୍ଷତା ଥିଲା ଅଜୟ ନାୟକ ପାଖରେ, ତା କେବେ ନୁହେଁ। ଆମେ ମର୍ମାହତ, ଆମ ଟିମ୍ ଆଜି ମର୍ମାହତ। ଯୋଉଭଳିଆ ଦୀର୍ଘ 15 ବର୍ଷର ଯାତ୍ରା, ଆମର ଗୋଟେ ପରିବାର। କୋଭିଡ ବେଳେ ଆମ ଭିତରୁ କେହି ଯାଇନାହାନ୍ତି। ଆଜି ଅଦିନରେ, ଅକାଳରେ, ଅବେଳରେ ମଧ୍ୟ ଅଜୟ ନାୟକ ଚାଲିଗଲେ। ହଠାତ୍ 3 ଦିନ ପୂର୍ବରୁ ଆମେ ସମସ୍ତେ ଏକାଠି ସୁଟିଂ ସାରିକି ଆସିଥିଲୁ। ଭାରି ଭଲ ଥିଲେ ସେ, ଭାରି ଭଲ କଥାବାର୍ତ୍ତା ଆମେ ସମସ୍ତେ ଥିଲୁ। ଅଫ୍ କ୍ୟାମେରାରେ, ଅନ୍ କ୍ୟାମେରାରେ ଯାହା ଥିବ, ଅଫ୍ କ୍ୟାମେରା ଭାରି ଖୁସି ଥାଉ। କିନ୍ତୁ ହଠାତ୍ ଏମିତି ଚାଲିଯିବାଟା ଆମକୁ ବହୁତ ମର୍ମାହତ କରିଛି ଗଭୀର ଭାବରେ। କାଲି ସଚି ଫୋନ କଲା ଯେ କଣ କରିବା, ରବି ଅଜୟ ଏମିତି ହେଇଛି, ଆଉ କଣ କେମିତି କରିପାରିବା। ଆମେ 6 ନମ୍ବର ଯିବା ଭିତରେ ଆମେ ମଧ୍ୟ ପ୍ରୟାସ ଜାରି ରଖିଥିଲୁ ତାଙ୍କୁ କେଆରକୁ ଟ୍ରାନ୍ସଫର କରିବା ପାଇଁ। କେଆରକୁ ଟ୍ରାନ୍ସଫର କରିକି ତାଙ୍କୁ ଭଲ ବେଟର ଟ୍ରିଟମେଣ୍ଟ କେମିତି ହେଇପାରିବ ସେ ଦିଗରେ ଆମେ ସମସ୍ତେ ପୁରା ଟିମ୍ ଲାଗିଥିଲୁ। ଓଟିଭି ଟିମ୍, ସର୍କସ ଟିମ୍ ପୁରା ଲାଗିଥିଲେ, ପଲିଟିକାଲ ସର୍କସ ଟିମ୍। କିନ୍ତୁ ଆଜି ଦୁଃଖର ବିଷୟ, ସେ ଘଣ୍ଟେ ପରେ କହିଲା ଯେ ଅଜୟ ନାୟକ ଚାଲିଗଲେ ବୋଲି କହିଥିଲେ। ତାପରେ ଆମେ ମର୍ମାହତ। କାଲି ରାତି ସାରା ଆମକୁ ନିଦ ନାହିଁ। ଆଜି ସକାଳୁ ମଧ୍ୟ କିଏ କୋଉଠୁ କେମିତି ଥିଲେ ସମସ୍ତେ ଆସିଛୁ ଏ ମାଟିକୁ ସାଲୁଟ ମାରୁ। ଯେଭଳି ଗୋଟେ ପୁଅ ଆଜି ହରେଇଛି, ସେଥିପାଇଁ ଏ ମାଟିକୁ ଧନ୍ୟ। ମାଟି ଗୋଟେ ଜନ୍ମ ଦେଇଥିଲା ଭଳି ସୁଯୋଗ ସନ୍ତାନ, ତା ଅମର ଆତ୍ମାର ସଦ୍ଗତି। ମୁଁ ଗୋଟେ କଥା କହିବି ଭାଇ, ସ୍ମୃତି ସବୁ ଅଜାଙ୍କ ଦାଢି ପରି ଧଳା ପଡିଗଲା ପରେ ମାଂସ ଶୂନ୍ୟ ହାତଟା ଗାଲ ଉପରେ ହାତଟାକୁ ଘୋଷାଡି ଆଣିଲା ବେଳେ କୋରଡିଆ ଆଖିର କେଉଁ ଏକ କୋଣରୁ ଯଦି ବହିଯାଏ 2 ଠୋପା ଲୁହ, ତାହେଲେ ସରିଗଲା କଥା। ଭାଇ ବିଶ୍ୱାସ କରିବେନି, 3 ଦିନ ତଳେ ଆମେ ବସିକିରି ଏକାଠି ମौज ମସ୍ତି କରୁଥିଲୁ। ଆଉ ଏକାଠି ଗୋଟେ ରୁମ ରେ ବସିକିରି ଆମେ କେତେ ମସ୍ତି କରୁଛୁ ତା ଠିକ ଠିକ ନାହିଁ। ତା ପରଦିନ ସୁଟିଂ ହେଲା, ସୁଟିଂ ସେଠୁ ସରିଲା। କାଲି ତାଙ୍କ ପ୍ରୋଗ୍ରାମ ବି ରାତିରେ ବାଜିଛି, ଆପଣ ଲାଇଭ ଦେଖୁଥିଲେ। ଆଜି ସେ ଆମ ପାଖରେ ନାହାନ୍ତି, କାଲି ରାତିରେ ଚାଲି ଯାଇଛନ୍ତି। ଏ କଥା କି ବିଶ୍ୱାସ କରିବେନି, ତାଙ୍କ ମର ଶରୀର ଦେଖି ସାରିଲା ପରେ କ୍ୟାପିଟାଲ ହସ୍ପିଟାଲରେ ଯେତେବେଳେ ତାଙ୍କୁ ଦେଖିଲୁ, ସବୁ ଜାଣି ଚାଲୁ ସେ ଚାଲିଗଲେ। କିନ୍ତୁ ଏବେ ବି ସୁଦ୍ଧା ମନକୁ ବୁଝେଇବନି ଅଜୟ ଭାଇ ତମେ ଚାଲି ଯାଇଛ ବୋଲି। ସଚି ଭାଇଙ୍କର, ଅଜୟ ଭାଇଙ୍କର ଗୋଟେ ଅଲଗା ପ୍ରକାର ଯୋଡି ଥିଲା ଓଡିଶାରେ। ସିନା ଆପଣଙ୍କ ଗାଁର ହେଇପାରନ୍ତି, ଆପଣଙ୍କ ଅଞ୍ଚଳର ହେଇପାରନ୍ତି, କିନ୍ତୁ ଓଡିଶା ସାରା ସଚିକାନ୍ତ ଅଜୟ କହିଲେ ସମସ୍ତେ ଜାଣନ୍ତି। ବେଳେ ବେଳେ ଅଜୟ ଭାଇ ଗଲେ ବି କହନ୍ତି ସଚି ଭାଇ, ଅଜୟ ଭାଇ ଯାଉଥିବେ, ସଚି ଭାଇ ପଚାରି ସଚି ଭାଇ ଆଉ ଅଜୟ ଭାଇ କେବେ ଆସିବେ, ମାନେ ସିଏ ଅଜୟ ନିଜେ, କିନ୍ତୁ ସେଇ ଲୋକ ଜାଣନ୍ତିନି ଅଜୟ କିଏ, ସଚିକାନ୍ତ କିଏ। ଏଭଳିଆ ତାଙ୍କ ଭିତରେ ଯୋଡିଥିଲା, କେମିଷ୍ଟ୍ରି ଜମିଥିଲା। ଆଉ ବେଳେ ବେଳେ ଯେତେବେଳେ ତାଙ୍କୁ ଅଲଗା ଗ୍ରୁପ କୁ ଦିଆଯାଏ, ମନେକର ଆମ ସଚି ଭାଇ କରିବେ, ମୋଦି ରୋଲ କରିବେ, ଆଉ କେହି କରିପାରିବେନି, ନବୀନ ପଟ୍ଟନାୟକ ରୋଲ ଆଉ ଜଣେ ଅଛନ୍ତି ଦେବବ୍ରତ ଭାଇ ସିଏ କରିବେ, ତାଙ୍କ 2 ଜଣଙ୍କ ଭିତରେ ଦିଆହେଲେ ସେତେବେଳେ ମୋର ଭାଗ୍ୟ ପଡିଥିଲା, ମୁଁ ଅଜୟ ଭାଇଙ୍କ ସହିତ ରୋଲ କରିଥିଲି। ମତେ କହିଥିଲେ କଣ୍ଡରୀ କଣ୍ଡରୀ କୁଆଡେ ଗଲୁ, ଶବ୍ଦ ଗୁଡା କାନରେ ଗୁଞ୍ଜିରି ଉଠୁଛି। ଆଉ ଏବେ ବି ଭାବୁଛି ଅଜୟ ଭାଇ ମୁଁ ଆଉ କଣ ତମ ସହିତ ରୋଲ କରିପାରିବି ନା, ଆଉ ସେ ମଜା ମଜଲିସ କରିପାରିବୁ। କିନ୍ତୁ ଏତିକି କହିବି, ଅଜୟ ଭାଇ ଜଣେ ବହୁତ ଭଲ ଲୋକ ଥିଲେ, ଭଲ ଆର୍ଟିଷ୍ଟ ଥିଲେ, ଭଲ ସ୍କ୍ରିପ୍ଟ ରାଇଟର ଥିଲେ, ଭଲ ଅଭିନେତା ଥିଲେ। ଆଉ ସମସ୍ତଙ୍କ ପାଖରେ ଗୋଟେ ବଡ କଥା ହଉଛି, ସମସ୍ତଙ୍କଠୁ ସେ ବଡ ହେଇକି ବି ଆମ ମାନଙ୍କୁ ତଦାରଖ କରୁଥିଲେ, ଗୋଟେ ବଡ ଭାଇ ଭଳିଆ ରହୁଥିଲେ। ତେଣୁ ତାଙ୍କ ଆତ୍ମା ସଦ୍ଗତି ହଉ, ସିଏ କେମିତି ଭଲରେ
ମାନେ ତାଙ୍କ ଜୀବନ ଚାଲିଗଲା ପିଲା ମାନେ ପୁଅ ଏବଂ ତାଙ୍କ ପରିବାର କେମିତି ଭଲରେ ରୁହନ୍ତୁ ସେତିକି ପ୍ରଭୁ ଜଗନ୍ନାଥଙ୍କ ପାଖରେ କାମନା। ଓମ୍ ଶାନ୍ତି। ଯୋଡି କଣ କହିବା ଆଜ୍ଞା, ସିଏ ତ ଗୋଟେ ବିଶାଳ ଗଛ ଥିଲେ, ଯୋଉ ବଡ ଭାଇ ମାନେ ଗଛ ଲଗେଇଥିଲେ। ମୁଁ ବହୁତ ସାନ ପିଲା ତାଙ୍କ ଠାରୁ ପଛରେ ଆସି ତାଙ୍କ ସାଙ୍ଗରେ ଅଭିନୟ କରିବାର ସୁଯୋଗ ପାଇଥିଲି, ନିଜକୁ ଧନ୍ୟ ମନେ କରୁଥିଲି। ମୁଁ ଆଜି ଅନୁଭବ କରୁଛି ଗୋଟେ ବିଶାଳ ବରଗଛଟେ ଉପୁଡି ଯାଇଛି ଆମ ପାଖରୁ। ଆଉ ଯେତେବେଳେ ଏତେ ସ୍ନେହ ଦିଅନ୍ତି, ମାନେ ହୋଟେଲ ଗୋଟେ ଜାଗାରେ ରହୁଥିଲେ ରିହର୍ସାଲ ସୁଟିଂ ପୂର୍ବରୁ ସବୁବେଳେ କବାଟ ଖୋଲି ଡାଙ୍ଗ ଖାଇଛ ରେ, ଆସୁନୁ ଭାଉଜ ଦେଇଛନ୍ତି କଣ୍ଡେ ଖାଇଦବା। ମୁଁ ଭାଇ ନା ତମେ ଆଣିଥିବ ଖାଇଦେ, ମୁଁ ଯାଇକି ବାହାରେ ଖାଇଦେବି, ଏସବୁ କଥା। ଚାଲୁନ ଟିକେ ବୁଲି ଆସିବୁ ଆମ ଗାଁ ଆଡୁ, ସବୁବେଳେ କହୁଛୁ ଭାଉଜ ସାଙ୍ଗରେ କଥା ହଉଛୁ, ଫୋନ କଲେ ମଜାମସ୍ତି କରୁଛୁ, ଚାଲୁନ ବୁଲି ଆସିବୁ। ଆଜି ଏମିତି ବେଳେ ବୁଲି ଆସି ଯୋଉ ଭାଇ ମଞ୍ଚ ଉପରେ ହାତ ପକେଇ ରୋଲ କରୁଥିଲେ, ଅଭିନୟ କରୁଥିଲେ, ଆଜି ମଶାଣିକି କାନ୍ଦ ଦେଇ କାନ୍ଦରେ ଆଣୁଛୁ ଆମେ ତାଙ୍କୁ। ମୁଁ କଣ କହିବି, ଆଉ ଛୋଟ ପିଲାଟା ତାଙ୍କ ଠାରୁ ଭାଷା ପାଉନି ଆଉ କହିବା ନାହିଁ। ଖାଲି ରାତି ସାରା ଶୋଇନି ଭାଇକି ମନେ ପକେଇ ପକେଇ। ସରି। ବଡ ଦୁଃଖର ସହ ଘୋଷଣା କରିବାକୁ ପଡୁଛି ଯେ ଆମ ସାଙ୍ଗ ଆଉ ଶୋଇଯାଇଛି, ଭାବୁଛୁ ଆମେ ଶୋଇଛୁ ଉଠିବ ବୋଧେ ଅଜୟ। ଆମ ସାଙ୍ଗରେ ଯେମିତି ଆମେ ଯୋଉ ରିହର୍ସାଲ ପୂର୍ବରୁ ଯୋଉ ହୋଟେଲରେ ରହୁ, ମଜା ଥଟା କରୁ, ଆମ ଭିତରେ ଖୁସି ହସ ବାଣ୍ଟୁ, ସେ ଭିତରେ ଆମେ ଭାବୁଛେ ବୋଧେ ଶୋଇଛି। ଏବେ ବି ମୁଁ ବିଶ୍ୱାସ କରିପାରୁନି ଆମ ଗହଣରେ ଆମ ଅଜୟ ଆଉ ଆମ ପାଖରେ ନାହିଁ। ଏଇ ମାଟିର ସେ ଗର୍ବ, ଏଇ କଣାସରେ ସେ ଜନ୍ମ ହେଇଛି, କିନ୍ତୁ ଓଡିଶା ମାଟିକୁ ଧନ୍ୟ କରିଛି। ତେଣୁ ଏ ମାଟି ଧନ୍ୟ, ଆଉ ସେଭଳି ଜଣେ ବରପୁତ୍ରକୁ ଜନ୍ମ କରିଛି। ଆଉ ଖୁସିର କଥା, ଏଇ ଗାଁର ସଚିକାନ୍ତ ହଉଛନ୍ତି ତାଙ୍କର ଯୋଡି, ଯେ ବର୍ତ୍ତମାନ ଯେତେବେଳେ ଆମର ପଲିଟିକାଲ ସର୍କସ ଆରମ୍ଭ ହେଲା, ସେଇ 2 ଜଣ ଯୋଡି ବର୍ତ୍ତମାନ ନମ୍ବର 1 ହେଇଥିଲେ। ଆଉ ଜନନାଟ୍ୟ ନାଁରେ ଲୋକଙ୍କୁ ହସର ଖୋରାକ ଦଉଥିଲେ। ଆଜି ଦୁଃଖର କଥା, ସେ ସମସ୍ତଙ୍କୁ ଶୋକ ସାଗରରେ ଭସେଇ ଦେଇକି କୁଆଡେ ଚାଲିଗଲେ। ସବୁ କିଛି ଅଧୁରା ରହିଗଲା, ସବୁ କିଛି ଅପୂର୍ଣ୍ଣ ରହିଗଲା। କେତେ ସୁନ୍ଦର ସାଙ୍ଗ, ଆମର ବନ୍ଧୁ, ମୋ ସାଙ୍ଗେ ବହୁତ ମଜା ଥଟା ହଉ, କିନ୍ତୁ ସାନ ଭାଇ ଭଳି ମୁଁ ତାକୁ ସ୍ନେହ କରେ। ଆଉ ଆଜି ବହୁତ ଦୁଃଖ ଲାଗୁଛି, ଆଜି ଗୋଟେ ଏତେ ବଡ ଧକ୍କା ଆମକୁ ଦେବାକୁ ପଡୁଛି। ଆମେ ସତରେ ମର୍ମାହତ। ଯେତେବେଳେ ଶୁଣିଲୁ ଆମ ପାଦ ତଳୁ ମାଟି ଖସିଗଲା, ଗୋଡ ହାତ ଥରିଲା, ବିଶ୍ୱାସ କରି ହେଲାଣି। ଆରେ 2 ଦିନ ତଳେ ଦେଖା ହେଇଥିଲା, ସାଙ୍ଗ କୁଆଡେ ଗଲା ଆମର। ବହୁତ କଷ୍ଟ ହେଲା, ରାତିରେ ଆମେ ଶୋଇପାରିନୁ, ଭାରି ଛଟପଟ ଲାଗିଲା। ଆଜି ବାସିଛୁ ଶେଷ ଦର୍ଶନ ପାଇଁ ଏ ଶୋକାକୁଳ ପରିବେଶରେ। ଆମକୁ କିଛି କହିବାକୁ ବଡ କଷ୍ଟ ଲାଗୁଛି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ, ଆଉ ପରିବାରରୁ କେମିତି ସୁରକ୍ଷା ଦିଅନ୍ତୁ, ତାଙ୍କ ସୁରକ୍ଷା ଦେବା ସହିତ ତାଙ୍କୁ କେମିତି ବଞ୍ଚିବାର ସାହାରା ଦିଅନ୍ତୁ, ଏବଂ ସରକାରୀ ତାଙ୍କୁ କିଛି ସାହାଯ୍ୟ ସହାୟତା ଦେଲେ ତାଙ୍କ ପରିବାରର ଭରଣ ପୋଷଣ ହେଇପାରିବ, ବା ଭବିଷ୍ୟତ ଜୀବନରେ ସେମାନେ କେମିତି ବଞ୍ଚିବେ, ତା ପାଇଁ ଗୋଟେ ରାହା ସୃଷ୍ଟି କରିବା ଦରକାର। ଈଶ୍ୱର ତାଙ୍କୁ ସହାୟ ହୁଅନ୍ତୁ। ସେ କଣାସରେ ଜନ୍ମ ହେଇଥିଲେ, ଓଡିଶା ମାଟି ପାଇଁ କାମ କରୁଥିଲେ। ଖାଲି ଓଡିଶା ମାଟି ପାଇଁ କାମ କରୁନଥିଲେ, ଓଡିଶାର ଲୋକ କଳାକୁ ବଜାୟ ରଖିଥିଲେ। ସେ ଯୋଉଟା ଜନତା ମାନେ ଓଡିଶା ଜନନାଟ୍ୟ ହିସାବରେ ସଚି ଭାଇଙ୍କର ତାଙ୍କର ଯୋଉଟା କରନ୍ତି, ଓଡିଶାର ଲୋକ କଳା ଯୋଉଟା ବୁଡି ବୁଡି ଯାଏ, ଯାହା ପ୍ରତି ସରକାରଙ୍କର ବୈମାତୃକ ମନୋଭାବ ଅଛି, କିନ୍ତୁ ସେଇଟା ସିଏ ଲୋକଲୋଚନକୁ ଆଣୁଥିଲେ ଆଉ ବଞ୍ଚେଇକି ରଖିଥିଲେ। ସେ ଗୋଟେ ଖାଲି କଳାକାର ନଥିଲେ, ତାଙ୍କୁ ଯୋଉମାନେ କହୁଛନ୍ତି କମେଡିଆନ କିମ୍ବା ହାସ୍ୟ ଅଭିନେତା ବୋଲି, ସେ ଖାଲି ହାସ୍ୟ ଅଭିନେତା ନଥିଲେ, ସିଏ ଭର୍ସାଟାଇଲ ଆର୍ଟିଷ୍ଟ ଥିଲେ। ସେ ସବୁ ପ୍ରକାର ଅଭିନୟ କରି ଜାଣୁଥିଲେ। ଆଉ ଅଜୟ ଭାଇର ମୋର ଯୋଉ ଭଳିଆ ସମ୍ପର୍କ, ମୁଁ କିଛି କହିବା ପାଇଁ ଭାଷା ନାହିଁ, କହିପାରିବିନି। ଆମେ ଗୋଟାଏ ଥାଳିରେ 4 ଜଣ ଖାଉ, ଦେବ ଭାଇ, ମୁଁ, ସଚି ଭାଇ ଆଉ ଅଜୟ ଭାଇ। ସଦାବେଳେ ଭାତ ବଢା ହେଲା ବେଳେ ସେ ଯାଇକି ବାଥରୁମ ରେ ପଶିଥିବେ, ଆମେ ତାଙ୍କୁ ବିରକ୍ତ ମଧ୍ୟ ହଉ। ବହୁତ କଥା ହେଇଛି। ଆଉ ଯେତେବେଳେ ଆମେ ହୋଟେଲ ଛାଡୁ, ମାନେ ସୁଟିଂ ସରିଲା ପରେ ସବୁଠୁ ଲାଷ୍ଟରେ ଆମେ ଛାଡୁ ଅଜୟ ଭାଇର ମୋର, ସିଏ ଆସନ୍ତି ରସୁଲଗଡରୁ କଟିକିରି, ମୁଁ ଯାଏ କଟକ। ତ ଏଇଭଳିଆ ପରିସ୍ଥିତି ଭିତରେ ଆଜି ତାଙ୍କୁ ହରେଇକି ଯାହା ଲାଗୁଥିବ, ମୁଁ ଗୋଟେ ଭାଇକି ହରେଇଛି, ମୁଁ ଗୋଟେ ଅଭିନେତାକୁ ହରେଇନି, ଗୋଟେ କଳାକାରକୁ ହରେଇନି, ଗୋଟେ ଭାଇକି ହରେଇଛି। ସେମିତି ଗୋଟେ ଆର୍ଟିଷ୍ଟ ଆଉ ମିଳିବେ ବୋଲି ବିରଳ ଆର୍ଟିଷ୍ଟ ଆଉ ମିଳିବେ ନାହିଁ। ଅଜୟ ନାୟକଙ୍କ ଭଳି ଆର୍ଟିଷ୍ଟ ଆଉ ମିଳିବେ ନାହିଁ। ଯିଏ ଚାଲିଯାଏ ତାର ଆଉ ଜାଗା ଫିଲଅପ କରିବା ପାଇଁ କେହି ନଥାନ୍ତି ଆଜ୍ଞା। ଆଉ ତା ଭିତରେ ଅନ୍ୟତମ ହଉଛନ୍ତି ଅଜୟ ନାୟକ। ଏଠିରୁ ଯାଇକରି ସେ ଓଡିଶାରେ ଲୋକ କଳାକୁ ଜନମାନସରେ ପ୍ରତିପାଦିତ କରିପାରିଛନ୍ତି, ଏବଂ ଏ ମାଟିକୁ ନେଇକି ସାରା ଓଡିଶାରେ ପହଞ୍ଚେଇ ପାରିଛନ୍ତି। ମାଟିକୁ, କଣାସର ନାଁଟାକୁ ଓଡିଶା ସାରା ଲୋକ ଅଜୟ ନାୟକଙ୍କ ଦ୍ୱାରା ଜାଣିଛନ୍ତି। ଆଜି ଯୋଉମାନେ ତାଙ୍କ ମୃତ୍ୟୁରେ ମର୍ମାହତ ଅଛନ୍ତି, ତେଣୁ ଏ ମାଟିକି ଧନ୍ୟ, ଆଉ ଅଜୟ ନାୟକକୁ ମଧ୍ୟ ଆଉ କିଛି କହିବାର ଭାଷା ନାହିଁ।